ଦେଖନ୍ତୁ ମୁଁ ଆଜି ଫାଇନାଲ ପହଞ୍ଚି ଯାଇଛି ଯେଉଁ ସ୍ଥାନ ଅଛି ଗତକାଲି ଦନିଙ୍ଗବାଡ଼ି ପଞ୍ଚାୟତ ମାଣ୍ଡବାଡ଼ି ସସ୍କି ଶଙ୍କ ନିକଟସ୍ଥ ବହଲା ମାହା ଜଙ୍ଗଲରେ ଗତକାଲି ଯେଉଁ ଉଜ୍ଜଳ ନିଗାଳଙ୍କୁ ଯେଉଁ ଗତକାଲି ହତ୍ୟା କରିକି ଯେଉଁ ଗଛ ଉପରେ ଟାଙ୍ଗି ଦେଇଥିଲେ ସେଇ ପରିବାରକୁ ମୁଁ ଆଜି ଯାଇ ପହଞ୍ଚି ଯାଇଛି। ସେ ପରିବାର ହେଉଛନ୍ତି ଶ୍ୟାମବାଲି ଗ୍ରାମ ପଞ୍ଚାୟତ କାଜୁରବାଦୀ ସ୍ଥାନ। ସେହି ସ୍ଥାନରେ ଆଜି ଅଭାବନୀୟ ଘଟଣା ଘଟିବା ସହିତ ଶୋକାକୁଳ ସୃଷ୍ଟି ହୋଇଛି। ଦେଖିପାରୁଛନ୍ତି ଗତକାଲି ସେହି ବ୍ୟକ୍ତିଙ୍କୁ ସେହି ସ୍ଥାନରେ ହତ୍ୟା ପୋଲିସ ଖବର ପାଇ ପୋଲିସ ଶବକୁ ଜବତ କରିଥିଲେ ଏବଂ ଜବତ କରିବା ସହ ତାକୁ ମେଡିକାଲ ନିଆଯାଇଥିଲା। ମେଡିକାଲରୁ ତାକୁ ଆଜି ପୋଲିସ ଡକ୍ଟରକୁ ହସ୍ତାର୍ପଣ କରି ତାକୁ ସବୁ ବ୍ୟବଚ୍ଛେଦ ପରେ ଆଜି ନିଜ ଗାଁ ଶ୍ୟାମବାଲି ଗ୍ରାମ ପଞ୍ଚାୟତ କାଜୁରବାଦୀକୁ ତାକୁ ସବୁ ବ୍ୟବଚ୍ଛେଦ ପରେ ତାକୁ ଶେଷକୃତ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆଜି ତାକୁ ପୋଲିସ ସମର୍ପଣ କରିଛି। ସେହି ସ୍ଥାନ ହେଉଛି କାଜୁରବାଦୀ। ଦେଖିପାରୁଛନ୍ତି ଏ ପ୍ରକାର ଭାବରେ ଶୋକାକୁଳତି ସୃଷ୍ଟି ହେଇଛି ଏବଂ ଏ ପ୍ରକାର ଭାବରେ ତାଙ୍କୁ ଟିକେ ଆଜି ଦିନରେ ତାଙ୍କର ଟିକେ ମୁହଁ ଦେଖିବା ପାଇଁ ଦୂରଦୂରାନ୍ତର ଆସିଥିବା କୁଣିଆ ଏବଂ ଗାଁ ଲୋକ ମଧ୍ୟ ତାଙ୍କର ଟିକେ ମୁହଁ ଦେଖିବା ପାଇଁ କାନ୍ଦ ବୋବାଳିରେ ଫାଟି ପଡୁଛି। ଦେଖିପାରୁଛନ୍ତି ଏ ପ୍ରକାର ତାଙ୍କର ରହିଅଛି ଏବଂ ତାଙ୍କର ଘର ମଧ୍ୟ ଏ ପ୍ରକାର ରହିଅଛି। ଦେଖୁଛନ୍ତି ସେ ଜଣେ କୁଲି ମୂଲିଆ ଖଟିକିଆ ସେ ଥିଲେ ଏବଂ ସେ ଏହି ସ୍ଥାନରୁ ମାଣ୍ଡବାଡ଼ି ସ୍ଥାନକୁ ସେ ଆଜକୁ 2-3 ଦିନ ହେଲା ସେ କାମ କରି ଆସୁଥିଲେ, କିନ୍ତୁ ଗତକାଲି ଅଚାନକ ଭାବରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ଘୋର ନିନ୍ଦା ଦେଇଛନ୍ତି ମାଣ୍ଡବାଡ଼ି ଗ୍ରାମବାସୀ ଏବଂ ଶ୍ୟାମବାଲି ଗ୍ରାମ ପଞ୍ଚାୟତ କାଜୁରବାଦୀ ଗ୍ରାମବାସୀ। ତାଙ୍କ ମୁଖରେ କହିଛନ୍ତି ଏହା ମର୍ଡର ହୋଇଛି ବୋଲି। श्यांगबाली ग्राम पंचायत काजूरबाद परिवार स्थान मिस्टर सुदर्शन प्रधान यूट्यूब चैनल न्यूज।